ମୁଁ ସୁବ୍ରଜିତ TR24 ନ୍ୟୁଜ ଆପଣମାନଙ୍କୁ ସ୍ୱାଗତ କରୁଛି। ଆମେ ଆସି ପହଞ୍ଚିଛୁ ଭଦ୍ରକ ଜିଲ୍ଲା ପାଳିଆ ଅଞ୍ଚଳରେ ପ୍ରସିଦ୍ଧ ବିରଞ୍ଚି ନାରାୟଣ ପୀଠ, ଯିଏକି ଆଜି ଗୁଣ୍ଡୁଳି ମେଳା ଅନୁଷ୍ଠିତ ହୋଇଛି। ହଜାର ହଜାର ଭକ୍ତଙ୍କର ସମାଗମ। ମ୍ୟାଡାମ TR24 ନ୍ୟୁଜକୁ ସ୍ୱାଗତ। ଆପଣଙ୍କ ପରିଚୟ? ମୋ ନାଁ ରଶ୍ମି ପ୍ରଭା ଦଳେଇ, ମୁଁ ଆଟୁ ସାବରଙ୍ଗରୁ ଆସିଛି। କଣ କହିବେ ଆଜି ଯୋଉ ଗୁଣ୍ଡୁଳି ମେଳା ବିରଞ୍ଚି ନାରାୟଣ ପୀଠ ପାଳିଆକୁ ଆସିଛନ୍ତି, କଣ କହିବେ? କଣ କହିବି, ମୁଁ ତ ଆଜି ବହୁତ ଖୁସି ଅଛି। ମୁଁ ଏଇ ପାଳିଆ କଲେଜରେ ପଢୁଛି। ମୁଁ ସକାଳ ବେଳେ ଆସିଥିଲି କିନ୍ତୁ କମ ଲୋକ ଥିଲେ, କିନ୍ତୁ ଏବେ ଆସିକି ଦେଖୁଛି କି ବହୁତ ଲୋକ ଅଛନ୍ତି। ବହୁତ ଖୁସି ଲାଗୁଛି ଆସିକି। ଆଉ ଠାକୁରଙ୍କୁ ଏତିକି ମାଗିବି ଯେ ସମସ୍ତେ ଖୁସିରେ ରୁହନ୍ତୁ, ଭଲରେ ରୁହନ୍ତୁ। ଜୟ ଜଗନ୍ନାଥ। କେତେ ଖୁସି ଅଛନ୍ତି? ବହୁତ ଖୁସି ଅଛି। ସକାଳ ଥରୁ ଆସିସାରିଲିଣି, ପୁଣି ଏବେ ଆସୁଛି, ବହୁତ ଭଲ ଲାଗୁଛି। ଆଉ ଗୁପଚୁପ ଆଇସ୍କ୍ରିମ ଏକୁ ସବୁ ମେଳାରେ ଖାଇଲେଣି? ହଁ ନିଶ୍ଚୟ, ଖାଇକି ପୁଣି ଆଉ ଥରେ ଯିବି ଖାଇବା ପାଇଁ। ବର୍ତ୍ତମାନ ପ୍ରତିକ୍ରିୟା ଦଉଥିଲେ ସେ କି ବହୁତ ଦୂର ଭଦ୍ରକ ଜିଲ୍ଲା ମାନେ ଆଟୁ କ୍ଷୀରସାହିରୁ ଆସିଛନ୍ତି। ଗହଳି ବର୍ତ୍ତମାନ ଦେଖିବାକୁ ମିଳୁଛି। ଆହୁରି ମଧ୍ୟ ଆମ ପାଖରେ ଅଛନ୍ତି ମା ମାନେ ଅଛନ୍ତି। ମା ମାନେ ଆପଣଙ୍କୁ TR24 ନ୍ୟୁଜକୁ ସ୍ୱାଗତ। କଣ କହିବେ, ଆଜି ମେଳା ବୁଲତେ ଆସିଛନ୍ତି, କଣ କହିବେ? ମେଳା ବହୁତ ସୁନ୍ଦର ହେଇଛି। କୋଉଠୁ ଆସିଛନ୍ତି? ବାଲିଖଣ୍ଡରୁ ଆସିଛି। ବାଲିଖଣ୍ଡରୁ ଆସିଛନ୍ତି। କଣ ପ୍ରଭୁ ବିରଞ୍ଚି ନାରାୟଣଙ୍କୁ କଣ ମନାସିଲେ? ବନାସିନି ଦେଖିନି, ଭଲ ହବ, ବହୁତ ସୁନ୍ଦର ଦେଖା ହଉଛି। ବର୍ତ୍ତମାନ କହୁଥିଲେ ମହାପ୍ରଭୁଙ୍କ ବିଷୟରେ, କହୁଥିଲେ ବିରଞ୍ଚି ନାରାୟଣ ଯାଇକି ଦ୍ୱିତୀୟ କୋଣାର୍କ ମନ୍ଦିର ଯାଇକି ପାଳିଆରେ ଅବସ୍ଥିତ, ଓଡ଼ିଶାର ଦ୍ୱିତୀୟ କୋଣାର୍କ ବିରଞ୍ଚି ନାରାୟଣ ପୀଠ। ବର୍ତ୍ତମାନ ଦେଖୁଥିବେ ଭକ୍ତଙ୍କର ଢଳ ଲାଗି ରହିଛି। ଏ ମନ୍ଦିର ହେଉଛି ଶହ ଶହ ବର୍ଷର ପୁରାତନ ମନ୍ଦିର। ଏ ମନ୍ଦିରର ଦେଢ଼ର ଲମ୍ବ 245 ଫୁଟ, ଉଚ୍ଚତା 8 ଫୁଟରେ ବିଶିଷ୍ଟ ଏବଂ ମନ୍ଦିରର ଉଚ୍ଚତା 75 ଫୁଟରୁ ଉର୍ଦ୍ଧ୍ୱ। କଣ କଣ କହିବେ, ଆପଣଙ୍କ ପରିଚୟ ଟିକେ? ଲିଜାଲିସା ନାୟକ, କୋଉଠି ଆସିଛନ୍ତି? ଶୟା। ଶୟାରୁ। କଣ ବିରଞ୍ଚି ନାରାୟଣ ଗୁଣ୍ଡୁଳି ମେଳା ଦେଖିବାକୁ ଆସିଛନ୍ତି, କେତେ ଖୁସି? ହଁ, ମୁଁ ତ ଛୋଟ ବେଳେ ଏମିତି ଆସେ, ବହୁତ ଖୁସି। ପ୍ରତ୍ୟେକ ମାନେ ସବୁ ଡାକ ଇଏ ଶୁଣନ୍ତି। ଯାହାର ଫୁଲ ଛଉ ଯେମିତି ମାନସିକ ରଖନ୍ତି, ଯାହାର ଯେମିତି ଛଉ ହେଇଥାଏ ବା ଯେମିତି ଦାଗ କିଛି ହେଇଥାଏ, ମାନସିକ ରଖିଲେ ଚଢେଇଲେ ଛତା ଛାଡିଯାଏ। ମୋର ବି ହେଇଥିଲା ଛୋଟବେଳେ, ଆମ ଘର ଲୋକ ଆସିକି ଚଢେଇଥିଲେ, ଛାଡି ଯାଇଥିଲା। ଦେଖୁଥିବେ କହୁଥିଲେ ଏଠି ହଉଛି ଫଳ ଛତା ମାନସିକ ଯାଇକି ଯେକୌଣସି ଚର୍ମ ରୋଗ ହେଇଥିବ, ଫଳ ଛତା ମାନସିକ କଲେ ସେ ରୋଗ ମୁକ୍ତ ହୋଇଯାଏ। ବର୍ତ୍ତମାନ ଆମ ପାଖରେ ଅଛନ୍ତି ଜଣେ ଭକ୍ତ, ତାଙ୍କର ପ୍ରତିକ୍ରିୟା ନେବ। ଆମର TR24 ନ୍ୟୁଜକୁ ସ୍ୱାଗତ। ଆଜ୍ଞା ସାର୍, କୁହନ୍ତୁ। ଆପଣଙ୍କ ପରିଚୟ? ମୋ ନାଁ ହଉଛି ଲିପିରାଣୀ ରାଉତ, ମୋ ଘର ହଉଛି ନନ୍ଦପୁର। ନନ୍ଦପୁର। ଆଜି ଯୋଉ ମେଳା ଦେଖିବାକୁ ଆସିଛନ୍ତି ଗୁଣ୍ଡୁଳି ମେଳା, ଏ ବିଷୟରେ କଣ କହିବେ? ସାର୍, ଏଇଟା ବହୁତ ପ୍ରସିଦ୍ଧ, ଆମ ଓଡିଶାରେ ବି ଅଛି। ବହୁତ ଲୋକ ଆସୁଛନ୍ତି, ବହୁତ ବହୁତ ଖୁସି ଲାଗୁଛି ଏଠି ଆସିକି ରହିକି ବି ଦେଖିକି। କଣ ଏ ଗୁଣ୍ଡୁଳି ମେଳାରେ କଣ କିଣା କିଣି ଜିନିଷ ପତ୍ର କଣ କିଣିଲେ? ବହୁତ କିଛି ମିଳାଯାଉଛି, ସବୁ କିଛି ପାଇବେ ଏଠି ଗୁଣ୍ଡୁଣିରେ। ହାତରେ ତ ଆଇସ୍କ୍ରିମ ଧରିଛନ୍ତି, କଣ ମାନେ କେତେ ଖୁସି ମନାଉଛି? ବହୁତ ଖୁସି ଅଛି ସାର୍। କଣ ଦର୍ଶକ ମାନଙ୍କୁ କଣ କହିବେ? ଦର୍ଶକ ମାନଙ୍କୁ କହିବି କି ଆସନ୍ତୁ, ଆମ ପାଳିଆ ଯୋଉ ଗୁଣ୍ଡୁଣି ଅଛି, ବିରଞ୍ଚି ନାରାୟଣ ଠାକୁର ଦର୍ଶନ କରନ୍ତୁ। ଆମର ଯୋଉ ଗୋଟେ ଉତ୍ସବ ହଉଛି, ସେଟାକୁ ବି ଆଟେଣ୍ଡ କରନ୍ତୁ, ବହୁତ ଖୁସି ଲାଗିବ ଆପଣଙ୍କୁ। ଯୋଉ ଦର୍ଶକ ମାନେ ଆସିନାହାନ୍ତି ତାଙ୍କୁ କଣ ବାର୍ତ୍ତା ଦେବେ? ସେମାନଙ୍କୁ କହୁଛି ଆସନ୍ତୁ, ଦେଖନ୍ତୁ, ମାନେ ଓଡିଶା ପ୍ରସିଦ୍ଧ ଆମର ଗୁଣ୍ଡୁଣି, ସେ ଦେଖିକି ଯାଆନ୍ତୁ, ବହୁତ ବହୁତ ଖୁସି ଲାଗିବ ଦେଖିକି ନା। ମ୍ୟାଡାମ TR24 ନ୍ୟୁଜକୁ ସ୍ୱାଗତ। ଆପଣଙ୍କ ପରିଚୟ? ମୁଁ ସ୍ୱର୍ଣ୍ଣଜିତା ସାହୁ, ମୋ ଘର ଭଦ୍ରକ। ଇଏ ବି ଏଇଟା ଗର୍ବର କଥା କି ଇଏ ବି ମୋ ଡିଷ୍ଟ୍ରିକ୍ଟର ପାଳିଆ ଗ୍ରାମରେ ଯାଉଛି। ଆଉ ଇଏ ଦ୍ୱିତୀୟ ସୂର୍ଯ୍ୟ ମନ୍ଦିର କହିଲେ। ତାପରେ ଏଇଟା କଣ କହିବେ, ଆଜି ଯୋଉ ବିରଞ୍ଚି ନାରାୟଣଙ୍କୁ ଦର୍ଶନ କରି କଣ ମାନେ ପ୍ରଭୁକୁ ବା କଣ ଲାଭ କଲେ? ଏଠି ଏଇଆ ଅଛି କି ସତ୍ୟତା, ମାନେ ଆମେ ନିଜେ ପରୀକ୍ଷା କରିଛୁ କି ଆପଣଙ୍କର ଯଦି ଛଉ ଧଳା ଛଉ ଏମିତି ହୁଏ, କି ଆପଣ ଯଦି ମାନସିକ ରଖନ୍ତି, ହୃଦୟରୁ ମାନସିକ ରଖନ୍ତି, ଆପଣଙ୍କର ସେ ରୋଗଟି ଭଲ ହେଇଯାଏ। ତାପରେ ସେଥିପାଇଁ ଫୁଲ ବିଞ୍ଚଣା ଗୋଟେ ଅଛି ଏଠି, ପୂର୍ବପୁରୁଷରୁ ପ୍ରଥା ଅଛି, ଫୁଲ ବିଞ୍ଚଣା ପରମ୍ପରା ଅଛି। ସେଇଟାକୁ ଦେଲେ ଏଠି ସେ ମାନେ ରୋଗ ଭଲ ହେଇଗଲା ପରେ ସେଇଟାକୁ ଦିଅନ୍ତି ମାନସିକ ପୂରଣ କରିବା ପାଇଁ। ଏଠି ବହୁତ ଭଲ ଲାଗିଲା, ମାହୋଲ ବି ଭଲ, ଖୋଲା ପରିବେଶ, ଭଲ ଲାଗିଲା ଏଠି। ଖୁସି ଅନୁଭବ କରୁଛନ୍ତି ଆପଣଙ୍କ ଗାଁରେ ଗୁଣ୍ଡୁଳି ମେଳା, କଣ କହିବେ? ଆମେ ବର୍ଷର ଗୋଟେ ଦିନ, ଏଇ ଦିନଟାକୁ ଆମେ ଅପେକ୍ଷା କରିକି ରହିଥାଉ। ଆମ ଯୋଉ ଗାଁରେ ଏଟା ଗୋଟେ ପ୍ରମୁଖ ହଉଛି ପର୍ବ। ଆମ କଥା କଥାକେ ଆମେ ଯୋଉଠି କିଛି ଗୋଟେ ଲୋକ ରୁଣ୍ଡୀଭୂତ ହୁଅନ୍ତି, ଆମେ କଥା କଥା କହିଦେବୁ ଗୁଣ୍ଡୁଣି ମେଳା ଭଳିଆ ଲୋକ ହେଇଛନ୍ତି। ତେଣୁକରି ଏଇଟା ଗୋଟେ ଆମ ଭାବବାଦ, ଆମ ଗାଁର ଲୋକ ଆମ ସହିତ ଗୋଟେ ଅଙ୍ଗାଅଙ୍ଗୀ ଭାବରେ ଜଡିତ। ଏଇ ଦିନ ଗୁଣ୍ଡୁଣି ମେଳା ଦିନେ
ସବୁ ସବୁ ପାଳିଆର ଯୋଉ ଲୋକମାନେ ବା ଆଖପାଖ ଅଞ୍ଚଳ ପଞ୍ଚାୟତ ଲୋକମାନେ ତାଙ୍କ ବନ୍ଧୁବାନ୍ଧବ ବହୁ ଦୂରରୁ ଆସି ଏଠି ତାଙ୍କ ରୁହନ୍ତି ଅବସ୍ଥାପିତ କରନ୍ତି। ପ୍ରଭୁଙ୍କର ପୂଜକ ଅଛନ୍ତି, ଆମେ ତାଙ୍କର ପ୍ରତିକ୍ରିୟା ନେବା। ନନା ଆପଣଙ୍କ ପରିଚୟ ଟିକେ ଦେବେ। ମୋ ନାଁ ରବିନାରାୟଣ ପଣ୍ଡା, ବିରଞ୍ଚି ନାରାୟଣ ମନ୍ଦିରର ପୂଜକ। ଆଜି ଏଇ ଯୋଉ ଗୁଣ୍ଡୁଣି ଯାତ୍ରା ହଉଛି ବିରଞ୍ଚି ନାରାୟଣଙ୍କ ପୀଠରେ, ଏ ଯୋଉ ଦୈନନ୍ଦିନ ନୀତିକାନ୍ତି ବିଗ୍ରହର ଆଉ ବର୍ତ୍ତମାନର ନୀତିକାନ୍ତି ବିଷୟରେ ଟିକେ। ଦୈନନ୍ଦିନ ନୀତିକାନ୍ତି ଯାହା ହବାର ଥାଏ ସେ ତ ହୁଏ। ଆଜି ଯେହେତୁ ଠାକୁରଙ୍କର ସବୁଠୁ ବଡ଼ ପର୍ବ, ସ୍ୱତନ୍ତ୍ର ଭାବରେ ନିଆରା ନୀତିକାନ୍ତି ହୋଇଥାଏ। ସକାଳର ଠାକୁରଙ୍କର ସେବା, ଦିନ 8ଟାରୁ 8:30 ଭିତରେ ଠାକୁରଙ୍କର ଚୂଳ ଅର୍ପଣ, ବାଲ୍ୟଭୋଗ ଏସବୁ ହେଇସାରିବା ପରେ ଯାତ୍ରୀ ସମାବେଶ ଆରମ୍ଭ ହୋଇଥାଏ। ଯୋଉ ପ୍ରଭୁଙ୍କର ମହିମା କଣ ଅଛି ଯେ କି ଏଠି ହଜାର ହଜାର ଭକ୍ତ ଆସିକି ଗୁଣ୍ଡୁଣି ଯାତ୍ରାରେ ଭିଡ଼ ଜମାଉଛନ୍ତି? ପ୍ରଭୁଙ୍କର ମହିମା କଣ? ପ୍ରଭୁଙ୍କର ମହିମା ମୁଖ୍ୟ ଜିନିଷ ହେଉଛି ଚର୍ମ ଜାତୀୟ ରୋଗ ଯେତେ ମାନସିକ ରଖିଲା ପରେ ଭଲ ହୋଇଥାଏ। ସେଥିପାଇଁ ଯେହେତୁ ଠାକୁରଙ୍କର ବଡ଼ ପର୍ବ ଅଘିରା ପୂର୍ଣ୍ଣମୀର ପରଦିନ ଗୁଣ୍ଡୁଣିରେ ଉତ୍ସବ ହେଉଛି, ସେଇ ଫୁଲଛତା ବିଞ୍ଚଣା ଅର୍ପଣ କରିବା ପାଇଁ ପ୍ରଭୁଙ୍କ ପାଖରେ ଲୋକ ସମାଗମ ହୋଇଥାଏ। ଏଟା ପ୍ରାୟତଃ ସାରା ଓଡ଼ିଶାର କୋଣ ଅନୁକୋଣରୁ ଯାତ୍ରୀ ଆସି ସମାବେଶ ହୋଇଥାନ୍ତି। ପ୍ରଭୁଙ୍କର ମହିମା ଅଛି, ଯଦି ଫୁଲଛତା ଦିଆଯିବ ପ୍ରଭୁଙ୍କୁ ଅର୍ପଣ କରାଯିବ ତାହେଲେ ତାଙ୍କର ଯୋଉ ଚର୍ମ ଜାତୀୟ ରୋଗ ନାଶ ହେଇଯିବ। ଏଟା ଗ୍ୟାରେଣ୍ଟି। ଯୋଉ ଡାକ୍ତର ପାଖରେ ରୋଗ ଭଲ ହବ ନାହିଁ, ତା ପାଖରେ ତ ଆଉ ରୋଗୀ ହେବେନି ନା। ପ୍ରାୟତଃ ଆବାହମାନ କାଳରୁ ମନ୍ଦିର ଆରମ୍ଭରୁ ଏହି ପରମ୍ପରା ଚାଲୁ ରହିଛି। ହଜାର ହଜାର ସଂଖ୍ୟାର ଲୋକ ପ୍ରଭୁଙ୍କୁ ଫୁଲଛତା ବିଞ୍ଚଣା ଅର୍ପଣ କରୁଛନ୍ତି। ଯଦି ଲୋକଙ୍କର ମାନସିକ ପୂରଣ ନ ହଉଥାନ୍ତା ତାହେଲେ ଏ ପ୍ରକାର। ବର୍ତ୍ତମାନ ଆମ ପାଖରେ ଅଛନ୍ତି କମିଟିର ସମ୍ପାଦକ ତାରାକାନ୍ତ ପଲ୍ଲାଇ। ତାଙ୍କୁ ଆମେ ପଚାରିବା ମନ୍ଦିରର କଣ ସବୁ ଆୟୋଜନ ହୋଇଛି। ସାର୍, TR24 ନ୍ୟୁଜକୁ ସ୍ୱାଗତ। ଆପଣଙ୍କ ପରିଚୟ? ଧନ୍ୟବାଦ। ମୁଁ ତାରାକାନ୍ତ ପଲ୍ଲାଇ। କଣ କହିବେ, ଆଜି ବିରଞ୍ଚି ନାରାୟଣର ଯୋଉ ଗୁଣ୍ଡୁଣି ଯାତ୍ରା ହଉଛି ଏଥିରେ କଣ କମିଟି ତରଫରୁ କଣ କରାଯାଇଛି? ये ଯାତ୍ରା ଆମର ବହୁ ପୁରାତନ ଯାତ୍ରା। ये 5 ଦିନ ଧରି ଆମର ଏଠାରେ ଅନୁଷ୍ଠିତ ହେବ। ଏଥିପାଇଁ ଆମେ ଜିଲ୍ଲା ପ୍ରଶାସନ ତରଫରୁ ଶାନ୍ତି ଶୃଙ୍ଖଳା ରଖିବା ପାଇଁ ବ୍ୟବସ୍ଥା କରିଛୁ। ଆଉ ପିଇବା ପାନୀୟ ଜଳ ବି ବ୍ୟବସ୍ଥା କରାଯାଇଛି। କେମିତି ଯାତ୍ରୀମାନେ ସୁରକ୍ଷାରେ ରହିବେ ସେ ପାଇଁ ଆମ କମିଟି ତରଫରୁ କର୍ମୀ ମାନେ ବି ସଜାଗ ଅଛନ୍ତି। ଦେଖୁଥିବେ ବିରଞ୍ଚି ଚୁନୁଭାଟି କମିଟିର ସମ୍ପାଦକ ତାରାକାନ୍ତଙ୍କ ପଲ୍ଲାଇ ଯେ କି କହୁଥିଲେ କମିଟି ତରଫରୁ ସବୁ ଶାନ୍ତି ଶୃଙ୍ଖଳା ପାଳନ କରାଯାଉଛି, ଯେ କି ପ୍ରଶାସନ ତତ୍ପର ଅଛି, କୌଣସି ଶ୍ରଦ୍ଧାଳୁ ଯେମିତି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ସେଥିପ୍ରତି ସଜାଗ ଅଛନ୍ତି। ସନ୍ଧ୍ୟା ଯେତେ ହୋଇ ଆସୁଛି ଭକ୍ତମାନଙ୍କର ଭିଡ଼ ସେତେ ଲାଗିବାକୁ ବସିଛି। ଭଦ୍ରକ ପାଳିଆ ବିରଞ୍ଚି ନାରାୟଣ ପୀଠରୁ ସୁବ୍ରଜିତ ପାଲଙ୍କ ରିପୋର୍ଟ, TR24 ନ୍ୟୁଜ।